ସମସ୍ତ ଗୁରୁ ଭାଇ ଆଉ ମା ମାନଙ୍କୁ ରାଓ ପ୍ରୀତି ଜୟଗୁରୁ ଜଣାଉଛି। ଶ୍ରୀ ଶ୍ରୀ ଠାକୁର ହିମାୟତପୁର ଆଶ୍ରମରୁ ଦେଓଘର ଆସିଛନ୍ତି। ଖୁବ୍ କମ୍ ଦିନ ହେଲା, ଅଳ୍ପ ଦିନ ହେଲା। ସେ ସମୟରେ କେତୋଟି ନୂଆ ନୂଆ ଘର ତିଆରି ହେଇଛି। ସେହି ଘର ଭିତରୁ ଗୋଟିଏ ଘରକୁ ଧୋଇ ପରିଷ୍କାର କରି ସଫା କରିଦେବା ପାଇଁ ସନ୍ଧ୍ୟାବେଳେ ଶ୍ରୀ ଶ୍ରୀ ଠାକୁର ଆଶ୍ରମ କର୍ମୀ ଭୂଷଣ ଚକ୍ରବର୍ତ୍ତୀଙ୍କୁ କହିଥିଲେ ଯେ ମୁଁ ତୋତେ ନ ଡାକିବା ପର୍ଯ୍ୟନ୍ତ ତୁ ସେହି କାମଟି କରି ଚାଲିଥିବୁ। ସେଇ ଆଦେଶ ମାନି ସେ ଦାଦା କ'ଣ କଲେ, କୂଅକୁ ଗଲେ। ଦଉଡ଼ି ଏବଂ ବାଲ୍ଟି ସାହାଯ୍ୟରେ ପାଣି କାଢ଼ି ଝାଡ଼ୁ ମାରି ଚଟାଣରେ ଲାଗିଥିବା ଯେଉଁ ଚୂନ, ବାଲି, ସିମେଣ୍ଟ, ରଙ୍ଗ ଆଦି ଯାହା ସବୁ ମଇଳା ଥିଲା ସବୁ ପରିଷ୍କାର କରି ଚାଲିଲେ। ତାପରେ ରାତି 10:30 ବେଳକୁ ସବୁ କାମ ସରିଗଲା। ଭାବିଲେ ପରିଷ୍କାର ତ ହେଇଗଲାଣି, ଏଥର ଶ୍ରୀ ଶ୍ରୀ ଠାକୁରଙ୍କୁ ଜଣେଇଦେବି। ଏହା ଭାବି ସେ ଠାକୁରଙ୍କ ପାଖକୁ ଯାଇ କହିଲେ ସବୁ କାମ ସରିଗଲା। ଶ୍ରୀ ଶ୍ରୀ ଠାକୁର ତାଙ୍କୁ ତାଗିଦ କରି କହୁଛନ୍ତି ଯେ ତୁ ଚାଲି ଆସିଲୁ। ତତେ ମୁଁ କ'ଣ କହିଥିଲି? ମୁଁ ମନା ନ କଲା ପର୍ଯ୍ୟନ୍ତ ତୁ ସଫା କରି ଚାଲିଥିବୁ। ଯା କାମରେ ଲାଗିଯା। ଭୂଷଣ ଦାଦା ଫେରିଆସି ପୁଣି ଭାବିଲେ କାମ ତ ସରିଗଲାଣି, ହଉ ଠାକୁର ଯଦି କହୁଛନ୍ତି ପୁନର୍ବାର ସେଇ କାମ ହିଁ କରି ଚାଲିଲେ। ଧୀରେ ଧୀରେ ରାତି ଆସି 1ଟାଏ ବାଜିଲା। ଗଭୀର ରାତି, କୁଆଡ଼େ କିଛି ସ୍ୱର ଶବ୍ଦ କିଛି ବି ଶୁଭାଯାଉନି। କେବଳ ମାତ୍ର ଶୁଭୁଛି କୂଅରୁ ପାଣି କାଢ଼ିବା ଏବଂ ଝାଡ଼ୁ ମାରି ଘର ସଫା କରିବାର ଶବ୍ଦ। ଭୂଷଣ ଦାଦାଙ୍କ ଦେହରେ ବହୁତ କଷ୍ଟ ହେଲାଣି। ସେ ଭାବିଲେ ଏତେ ରାତି ପର୍ଯ୍ୟନ୍ତ କ'ଣ ଠାକୁର ଚାହିଁ ରହିଥିବେ? ଟିକେ ଯିବି, ଦେଖିକି ଆସିବି, ପଚାରିକି ଆସିବି ମୁଁ ଘରକୁ ଯିବି ନା ନାହିଁ। ଏହା ଭାବି ସେ ଧୀରେ ଧୀରେ ଅନ୍ଧାରରେ ଆସି ଠାକୁର ବାଡ଼ିରେ ପହଞ୍ଚି ଦେଖିଲେ ଚାରିଆଡ଼େ କିଟିକିଟିଆ ଅନ୍ଧାର। ପ୍ରାଙ୍ଗଣରେ ଗୋଟିଏ ଛୋଟିଆ ଛାଉଣି ତଳେ ଶୋଇପଡ଼ିଛନ୍ତି ଠାକୁର। ତାଙ୍କ ସେବକ ବଙ୍କିମ ରାୟ ଭୂଷଣ ଦାଦାକୁ ଧୀରେ ଧୀରେ କହୁଛନ୍ତି ଠାକୁର ଏବେ ଅଳ୍ପ ସମୟ ହେଲା ଶୋଇପଡ଼ିଛନ୍ତି। ଆଉ ଶୋଇବା ପୂର୍ବରୁ ସେ କହିଥିଲେ ଭୂଷଣ ଦାଦା ଆସିଲେ ତାଙ୍କୁ କହିଦେବ ସେ ଘରକୁ ଚାଲିଯିବେ। ଏ କଥା ଶୁଣିବା ମାତ୍ରେ ଭୂଷଣ ଦାଦାଙ୍କ ମନରେ ଭୀଷଣ ବିରକ୍ତି ଭାବ ସୃଷ୍ଟି ହେଇଗଲା। ସେ ଠାକୁର ନିଜେ ଖାଇ ପିଇକି ଆରାମରେ ଶୋଇପଡ଼ିଛନ୍ତି। ମୁଁ ଯଦି ଆସି ପଚାରି ନଥାନ୍ତି ତାହେଲେ କ'ଣ ସାରା ରାତି ଏଇ ହାଡ଼ଭଙ୍ଗା କାମ କରି ଚାଲିଥାନ୍ତି ସକାଳ ପର୍ଯ୍ୟନ୍ତ? ଶୋଇବା ପୂର୍ବରୁ ସେ ତ ମୋତେ ଖବର ପଠାଇଥାନ୍ତେ କି କହିପାରିଥାନ୍ତେ କାହା ହାତରେ। ଏମିତି ଭାବି ଭାବି ସେ କ'ଣ କଲେ, ନିଜ ଘର ଆଡ଼େ ଚାଲିଲେ। ଯାଇ ନିଜ କ୍ଷୁଦ୍ର ଘରଟିରେ ପ୍ରବେଶ କଲେ। ହାତ ମୁହଁ ଧୋଇ ଜାମାପଟା ବଦଳି ସେ ଖାଇ ବସିଲେ। ତାପରେ ପାଖ ଘରେ ଥିବା ଖଟଟିରେ ମଶାରୀ କାଢ଼ି ଶୋଇବାକୁ ଯିବାବେଳେ ଲଣ୍ଠନ ଆଲୁଅରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ମାନେ ଏକ କଳା ରଙ୍ଗର ବିଷଧର ସାପ ଫଣାଟିକି ଠିଆ ହୋଇଛି ବିଛଣା ଉପରେ। ସେ ଚମକି ବଡ଼ ପାଟି କଲେ। ପଡ଼ୋଶୀ ଲୋକ ଦୌଡ଼ି ଆସିଲେ। ତାପରେ ସାପଟି ତଳକୁ ଖସି ଅନ୍ଧାରରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ତାଙ୍କର ନିଦ ହଜିଗଲା। ସେ କୌଣସି ମତେ ଉଜାଗର ରହି ରାତିଟି ବିତାଇ ଦେଲେ। ତାପରେ ସକାଳ ହେଲା ପରେ ସେ ନିଜକୁ ବହୁତ ଧିକ୍କାର କଲେ। ମନ ଭିତରେ ପଶ୍ଚାତାପ କଲେ ଯେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତି ତାଙ୍କର ଯେଉଁ ବିରକ୍ତି ଭାବ ଆସିଥିଲା। ମନେ ମନେ ଭାବିଲେ ଏଇଥିପାଇଁ ବୋଧେ ଠାକୁର ମୋତେ ବାରମ୍ବାର ସେ କାମ କରିବା ପାଇଁ କହୁଥିଲେ। ତାପରେ ପରଦିନ ସେଇଦିନ ଶ୍ରୀ ଶ୍ରୀ ଠାକୁରଙ୍କୁ ଏଇ କଥା ପଚାରିଲେ। ଯାଇକି ଠାକୁର କ'ଣ କଲେ, କହିଲେ ତୋର କୋଷ୍ଠୀ ନେଇକି ପଣ୍ଡିତ ମହାଶୟଙ୍କୁ ଦେଖେଇକି ଆଣିବି। ତାପରେ ଯାଇକି ଦେଖେଇଲେ। କୋଷ୍ଠୀ ଦେଖି ପଣ୍ଡିତ ମହାଶୟ କହିଲେ ଯେ ସର୍ପଦଂଶନରେ ତାଙ୍କର ମୃତ୍ୟୁ ଥିଲା ଅନିବାର୍ଯ୍ୟ। ଦେହ ତାଙ୍କର ପୁରା ଥରି ଉଠିଲା ସେ ଶୁଣିକି କଥାଟା। ତାଙ୍କ ଆଖି ପୁରା ଲୁହରେ ଭର୍ତ୍ତି ହେଇଗଲା। ଶ୍ରୀ ଠାକୁରଙ୍କ ପାଖରେ ସେ ଏଇ କଥା ଶୁଣି ଏ କଥା ପ୍ରକାଶ କରିବାରୁ ସେ ତାଙ୍କ ପ୍ରତି କହିଥିଲେ ଯେ ମାତ୍ର 2ଟି ଶବ୍ଦ ଠାକୁର କହିଥିଲେ ଯେ ସାବଧାନରେ ଚଳିବୁ। ଏଇ 2ଟି ଶବ୍ଦ ସେ କହିଥିଲେ। ଯଦି ସେ ଠାକୁରଙ୍କ କଥା ନ ମାନିଥାନ୍ତେ ତାହେଲେ ନିଶ୍ଚିତ ଭାବେ ସେ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। ଠାକୁରଙ୍କ କଥା ମାନି ସେ ରାତି ସାରା ଏଇ କାମ କରିଥିବାରୁ ସେ ବଞ୍ଚିଗଲେ। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିବେ। ଜୟଗୁରୁ।